ପୋଇ ଶାଗ ସହ ଚିଙ୍ଗୁଡ଼ି ମାଛ ପଡ଼ି ଯଦି ଏମିତି ଲଟପଟିଆ ରାଇଟା ବନାହୁଏ, ସତ କହିଲେ ଡହ ଡହ ତାତିରେ କଂସାଏ ପଖାଳ ପୁରା ସଫା ହେଇଯିବନି। ଚାଲନ୍ତୁ ଆଜି ଟିକେ ଭିଲେଜ ଷ୍ଟାଇଲରେ ପୋଇ ଶାଗ ଦିଆ ଚିଙ୍ଗୁଡ଼ି ରାଇଟା ବନେଇବା। ସେଥିପାଇଁ କଡ଼େଇରେ ସୋରିଷ ତେଲ, ପଞ୍ଚଫୁଟଣ, ଆଗରୁ କାଟିକି ରଖିଥିବା ଆଳୁ ଆଉ ପୋଇକୁ ଦେଇ ଟିକେ ଖରଡ଼ି ନେବା। ତାପରେ ସ୍ୱାଦ ଅନୁସାରେ ଲୁଣ, ହଳଦୀ ଗୁଣ୍ଡ, ଧନିଆ ଗୁଣ୍ଡ, କଟା ଟମାଟୋ ଆଉ କାଶ୍ମୀର ଲଙ୍କା ଗୁଣ୍ଡ ଦେଇ ଟିକେ ଖରଡ଼ି ଦେଲା ପରେ ସୋରିଷ, ଜିରା, କଞ୍ଚା ଲଙ୍କା, ଅଦା, ପିଆଜ, ରସୁଣର ଗୋଟେ ପେଷ୍ଟକୁ ଦେଇ ଆଉ ଟିକେ ଖରଡ଼ି ନେବା। ଆଳୁ ଆଉ ପୋଇ ସିଝାଏ ପାଣି ଦେଇ କଭର ଦେଇ ଛାଡ଼ି ନେବା। ତାପରେ କଟା ପୋଇ ପତ୍ର ସହ ଭଜା ଚିଙ୍ଗୁଡ଼ି ମାଛକୁ ପକାଇ ଆଉ 10-15 ମିନିଟ୍ ଫୁଟେଇ ଦେଲା ପରେ ଆମର ପୋଇ ଶାଗ ଦିଆ ଚିଙ୍ଗୁଡ଼ି ରାଇ ପୁରା ରେଡ଼ି। ଥରେ ଏଇ ପ୍ରୋସେସରେ ଚିଙ୍ଗୁଡ଼ି ମାଛ ପକାଇ ପୋଇ ରାଇ ବନାନ୍ତୁ, ଦେଖିବେ ଏତେ ସ୍ୱାଦିଷ୍ଟ ଲାଗିବ, ଆପଣ ବାରମ୍ବାର ବି ଏଇ ପ୍ରୋସେସରେ ବନେଇବାକୁ ବାଧ୍ୟ ହେବେ। ଆଜିର ରେସିପିଟା ଆପଣମାନଙ୍କୁ କେମିତି ଲାଗିଲା କମେଣ୍ଟରେ ସିଓର ଜଣେଇବେ। ରହିଲି, ନମସ୍କାର, ଜୟ ଜଗନ୍ନାଥ।